ମଧ୍ୟପ୍ରଦେଶ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଗରିବ ପିଲାମାନଙ୍କ ପାଇଁ ଡାକ୍ତର, ଇଞ୍ଜିନିୟର ପଢ଼ା ଖର୍ଚ୍ଚ ବହନ କରିବେ ସରକାର। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ଦିନ ଖଣ୍ଡୱାଡ଼ା ଜିଲ୍ଲାରେ ଖାଲୁଆ ଅଞ୍ଚଳରେ ଆୟୋଜିତ ଆଦିବାସୀ ଛାତ୍ର ଉତ୍ସାହ ଏବଂ ସମ୍ମାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ସେହି ସାଧାରଣ ସଭାରେ ସମ୍ବୋଧିତ କରିବା ବେଳେ ସେ ଏକ ବଡ଼ ଘୋଷଣା କରିଛନ୍ତି। ସିଏମ୍ ମୋହନ ଯାଦବ ଘୋଷଣା କରି କହିଛନ୍ତି ଯେ ଆଉ ପିଲାମାନଙ୍କ ପ୍ରତି ଅବହେଳା ହୋଇପାରିବ ନାହିଁ। ଯେଉଁମାନେ ପାଠ ପଢ଼ିବା ପାଇଁ ଇଚ୍ଛୁକ ଅଛନ୍ତି, ଡକ୍ଟର, ଇଞ୍ଜିନିୟର ଯେଉଁମାନେ ପଢ଼ିବା ପାଇଁ ଚାହିଁବେ ତାଙ୍କମାନଙ୍କ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ ବୋଲିକି ସେଥିପାଇଁ ସରକାର ତରଫରୁ କୁହାଯାଇଛି। ଆଦିବାସୀ ପିଲାମାନଙ୍କ ପାଇଁ ଡାକ୍ତର, ଇଞ୍ଜିନିୟର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲିକି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଏବଂ ଏଥିରୁ ସ୍ପଷ୍ଟ ହୋଇଯାଉଛି କି ଯେ ଆଦିବାସୀ ପିଲାମାନେ ଆଉ ପାଠପଢ଼ାରୁ ଅବହେଳିତ ହେବେ ନାହିଁ। ଏବେ ଡକ୍ଟର, ଇଞ୍ଜିନିୟର ପଢ଼ିବା ପାଇଁ ସରକାର ତାଙ୍କର ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।